ଯେତେବେଳେ ଡାକ୍ତରଖାନା ନଥିଲା ହୁକୁମର ବଳବତ୍ତର ତାଙ୍କ ଉଦ୍ୟମର ସହଯୋଗରେ ତାଙ୍କ ଦାନରେ ଶ୍ରମରେ ଏ ଅନୁଷ୍ଠାନ ଆଜିକି 82 ବର୍ଷ ଧରି ଚାଲିଛି। ତାଙ୍କର ହୁକୁମ ନିରେ ବହୁ ଲୋକ ଏଠାରେ ଭଲ ହେଇଛନ୍ତି। ଏ ଅନୁଷ୍ଠାନ ଆଜିକୁ 80 ବର୍ଷ ହେଲା ପରିଚାଳିତ ହେଉଛି। ଗ୍ରାମବାସୀ ମାନଙ୍କର ଅଞ୍ଚଳର ଯତ୍ନ ଥିଲା। ଅଞ୍ଚଳର କ୍ରମେ କ୍ରମେ ଲୋକଙ୍କର ଅସହଯୋଗ ହେବାରୁ ବର୍ତ୍ତମାନ ଏଇ ଚାରିପଡ଼ାର ଲୋକ ଗଣ୍ଡକୂଳ ସୁନାଧାର ବୈରଖ ଏଇ 3 ଗ୍ରାମର ପଡ଼ାର ଲୋକ ତାଙ୍କ ଉଦ୍ୟମର ସହଯୋଗରେ ତାଙ୍କ ଦାନରେ ଶ୍ରମରେ ଏ ଅନୁଷ୍ଠାନ ଆଜିକି 82 ବର୍ଷ ଧରି ଚାଲିଛି। ସମସ୍ତଙ୍କର ଅନ୍ୟମାନଙ୍କର ଦାନ ରହିଛି ଯଦିଓ ଗ୍ରାମବାସୀଙ୍କର ଶ୍ରମ ଏବଂ ଅର୍ଥଦାନ ମୁଖ୍ୟ ରହିଛି। ତେଣୁ ଏ ଅନୁଷ୍ଠାନ 80 ବର୍ଷ ହେଲେ ବି 3 ପିଢ଼ିର ଅନୁଷ୍ଠାନ ହେଲାଣି। ଆମ ବାପା ମାନେ କରିଥିଲେ, ବାପାଙ୍କ ପରେ ଆମେ ନାତି ଏବଂ ପୁଅମାନେ କେତେଟା ଅଂଶରେ ଅଛନ୍ତି। କିନ୍ତୁ ଅନ୍ୟମାନଙ୍କର ନାତିମାନେ ଆସି ଏ ଅନୁଷ୍ଠାନର ପରିଚାଳନା ଏବଂ ପୂଜା ଉପାସନା କରୁଛନ୍ତି। ଅନୁଷ୍ଠାନ 3ଟି ସ୍ଥାନାନ୍ତରିତ ହେଇଛି। ପ୍ରଥମ ସ୍ଥାନ ନଦୀ ଖାଇଗଲା, ଦ୍ୱିତୀୟ ସ୍ଥାନ ନଦୀ ଖାଇଗଲା, ଇଏ ହେଉଛି ତୃତୀୟ ଅନୁଷ୍ଠାନ। ତୃତୀୟ ଅନୁଷ୍ଠାନ ଗାଦି ସ୍ଥାପନା କରାଯାଇଛନ୍ତି। ତାଙ୍କର ସଂସ୍ଥା ଥିଲେ ମଣିଭଦ୍ର ଦାସ ନାମ ଜଣେ ବାବା ଏବଂ ସେ ଜଣେ ଗୃହୀ ହେଲେ ବି ତାଙ୍କର ହୁକୁମ ନିରେ ବହୁ ଲୋକ ଏଠାରେ ଭଲ ହେଇଛନ୍ତି। ସେ ସମୟରେ ଯେତେବେଳେ ଡାକ୍ତରଖାନା ନଥିଲା ହୁକୁମର ବଳବତ୍ତର ସବୁ ଏ ଅଞ୍ଚଳର 42 ଖଣ୍ଡ ଗାଁର ସମସ୍ତ ଆବାଳ ବୃଦ୍ଧ ବନିତା ଅନୁଷ୍ଠାନ ଉପରେ ନିର୍ଭରଶୀଳ ଥିଲେ। ପ୍ରତିବର୍ଷ 4 ଦିନ ଧରେ ଅଙ୍କୁରାରୋପଣ, ତାପରେ ଅଗ୍ନିସ୍ଥାପନ, ତାପରେ ଚଣ୍ଡୀ ଯଜ୍ଞ, ଦ୍ୱିତୀୟରେ ଭଗବତ ଗୀତାର ଅନୁଷ୍ଠାନ ଚାଲେ। ଆହୁତି କରାଯାଇଥିଲା, ଅନ୍ୟାନ୍ୟ ଦେବତାମାନଙ୍କୁ ଦିଆଯାଇଥିଲା ଆହୁତି ଦେବୀମାନଙ୍କୁ। ଏବଂ ଏବେ 8 ଜଣ ବ୍ରାହ୍ମଣ ଏଠି ରହୁଛନ୍ତି। ତାଙ୍କ ସହିତ ସହଯୋଗ କରିବା ପାଇଁ ଆଉ 3 ଜଣ ରହୁଛନ୍ତି ସହଯୋଗୀ। ଆମ ପୂଜାରୀ ସମ୍ପ୍ରଦାୟର ସବୁ ପ୍ରକାର ସହଯୋଗରେ ଅନୁଷ୍ଠାନଟି ସୁଚାରୁ ରୂପେ ପରିଚାଳିତ ହେଉଛି ଏବଂ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ତାପରେ ତା ବାଦ ବାପା ଦୁଇଠି ଆସିଗଲା। ତାପରେ ବାପା ବାଦ ବାପା ଚାଲିଗଲେ। ସୁଚାରୁ ରୂପେ ସମ୍ପାଦନ ହେଉଛି। ଅନୁଷ୍ଠାନ କେମିତି ଚାଲିଛି? ଭଲ।